ଆଉ ଏବେ ଏଠି ନେଇଛି ଛୋଲେ ପାଇଁ ମୁଁ ଏଇସବୁ ଗରମ ମସଲା ନେଇଛି। ତା ସାଙ୍ଗରେ ଯେହେତୁ ଆମେ ବ୍ଲାକ୍ ବାଲା ଛୋଲେ ବନାଉଛେ, ଆପଣମାନେ 2ରୁ 3 ଟେବୁଲ ସ୍ପୁନ୍ ଚା ପତି ଏଠି ପକାଇ ପାରିବେ। ଆକୁ ଭଲ ଭାବରେ ଏମିତି ଗଣ୍ଠି କରିଦେବେ। ଗଣ୍ଠି କରିବା ପରେ ଏଠି ମୁଁ ଛୋଲେରେ ତାକୁ ପକାଇ ନେଇଛି। ତା ସାଙ୍ଗରେ ତେଜପତ୍ର 2-3ଟା ମୁଁ ପକାଇ ଦେଇଛି ଡାଇରେକ୍ଟ, ଆଉ ଲୁଣ ପକାଇ ଦେଇଛି। ସାଙ୍ଗରେ 1 ଟେବୁଲ ସ୍ପୁନ୍ ମୁଁ ଛୋଲେ ମସଲା ପକାଇ ଦେଇଛି। ଆକୁ ଭଲ ଭାବରେ ପ୍ରଥମେ ଆମେ ଘାଣ୍ଟି ନେବା। ଘାଣ୍ଟି ସାରିଲା ପରେ ତାକୁ ଆମେ 4ରୁ 5ଟା ସିଟି ଦେଇଦେବା ମିଡ଼ିୟମରୁ ହାଇ ଫ୍ଲେମ୍ରେ। ଆଉ ଏବେ ଆମେ କରିବା ଛୋଲେର ପ୍ରିପାରେସନ୍। ଦେଖନ୍ତୁ ଛୋଲେ ପାଇଁ ଏଠି ତେଲ ଆଡ଼୍ ହେଇଯାଇଛି। ତାପରେ ଏଠି ବଡ଼ ଇଲାଇଚି ଆଡ଼୍ ହେଇଯାଇଛି। ଏବେ ପିଆଜ ବଡ଼ ସାଇଜ୍ର 3ଟା ପିଆଜ କଟା ହେଇକି ପକା ହେଇଯାଇଛି। ପିଆଜକୁ ଆମେ ହାଲକା ବ୍ରାଉନ୍ କଲର୍ କରିବା, ଅଧିକା ବ୍ରାଉନ୍ କଲର୍ କରିବାନି। ତା ସାଙ୍ଗରେ ଏଠି ଲୁଣ ପକା ହେଇଯାଇଛି, ଜଲ୍ଦି ସେଟା ସଫ୍ଟ ହେଇଯିବ ବୋଲି ପିଆଜଟା। ଆଉ ପିଆଜକୁ ଆମେ ପ୍ରଥମେ ଭଲ ଭାବରେ ଭାଜି ନେବା। ତାପରେ ସେଥିରେ ଟମାଟୋ ଆଡ଼୍ କରିଦେବା। 2ଟା ମିଡ଼ିୟମ୍ ସାଇଜ୍ର ଟମାଟୋ ଏଥିରେ ଆଡ଼୍ ହେବ। ବହୁତ କମ୍ ଟମାଟୋ ଆଡ଼୍ ହେଇଛି। ମୁଁ ତ ନର୍ମାଲି ଟିକେ ଅଧିକା ଟମାଟୋ ଗ୍ରେଭି କରିକି ଆଡ଼୍ କଲି, କିନ୍ତୁ ସେ ଆଉ ଜଣେ ଆଜି କୁକ୍ କରୁଛନ୍ତି। ଆପଣମାନେ ଟମାଟୋ ଏଠି ଦେଖିପାରୁଥିବେ। 2ଟା ମିଡ଼ିୟମ୍ ସାଇଜ୍ର ଟମାଟୋ ଏଠି କଟା ହେଇକି ଆଡ଼୍ ହେବ। ମୁଁ ତ ନର୍ମାଲି ତାକୁ ପ୍ୟୁରି ବନେଇଦିଏ। ଆଉ ଟମାଟୋଟା ସଫ୍ଟ ହେଇସାରିଲା ପରେ ସେଥିରେ ପକା ହେଇଯାଇଛି ଅଦା ରସୁଣର ପେଷ୍ଟ। ଏବେ ପଡ଼ିଗଲା ଧନିଆ ପାଉଡ଼ର। ତେଲ ଉପରକୁ ଉଠି ଆସିଲାଣି, ମସଲାଟା କଷିଗଲାଣି। ଧନିଆ ପାଉଡ଼ର ପରେ ଏଠି 1 ଟିସ୍ପୁନ୍ ପଡ଼ିଛି ଆମର ଆମଚୁର ପାଉଡ଼ର। ଆମଚୁର ପାଉଡ଼ର ଯଦି ଆପଣମାନଙ୍କ ପାଖରେ ନାହିଁ ତାହେଲେ ଷ୍ଟେପ୍କୁ ସ୍କିପ୍ କରିପାରିବେ। ତାପରେ ଏଠି MDHର ଗରମ ମସଲା ଆଡ଼୍ ହେଇଛି। ଆଉ ଯିଏ କୁକିଂ କରୁଛନ୍ତି ତାଙ୍କୁ MDH ବ୍ରାଣ୍ଡଟା ବହୁତ ପସନ୍ଦ। ତେଣୁ MDHର ହିଁ ପ୍ରାୟ ସବୁ ଜିନିଷ ଯେହେତୁ ୟୁଜ୍ ହେଉଛି, ତେଣୁ ମୁଁ ଏଠି ବ୍ରାଣ୍ଡର ନାଁ ନେଇଛି। ଆପଣମାନେ ଯଦି ସେଇ ବ୍ରାଣ୍ଡର ଜିନିଷ ୟୁଜ୍ କରୁଛନ୍ତି ହୁଏତ ସମାନ ଟେଷ୍ଟ ଆପଣଙ୍କର ଆସିପାରେ। ଏଠି ତେଲ ଉପରକୁ ଦେଖନ୍ତୁ ଉଠି ଆସିଲାଣି, କେତେ ଭଲରେ ମସଲା କଷିଗଲାଣି। ତେଣୁ ଶେଷରେ ଏଠି ଛୋଲେ ମସଲା ହିଁ ପଡ଼ିବ। ତ ଛୋଲେ ମସଲା ଏଠି ପଡ଼ିଯାଇଛି। ବ୍ରାଣ୍ଡ ବି ଆପଣମାନେ ଦେଖିପାରୁଥିବେ, MDHର ଛୋଲେ ମସଲା ପଡ଼ିଯାଇଛି। ତାକୁ ଅଳ୍ପ ଟିକେ ସମୟ କଷି ନେବା। ତେଲ ଉପରକୁ ଉଠି ସାରିବା ପରେ ଆମେ ସେଥିରେ ଆଡ଼୍ କରିଦେବା ଯେଉଁଟା ଛୋଲେଟା ଆମର ସିଝା ହେଇକି ରହିଛି, ତାକୁ ଆଡ଼୍ କରିଦେବା। ଆଉ ମୁଁ ଟିକେ ଏପଟ ସେପଟ ହେଇଗଲି, ତେଣୁ ହୁଏତ ମୁଁ ଠିକ୍ରେ ସୁଟ୍ କରିପାରିଲିନି। ପିଲାଙ୍କର ତରତର ହେଇକି ଖାଇବାକୁ ତାଙ୍କୁ ଦେବାରେ ମୁଁ ବିଜି ରହିଗଲି। ଆଉ ନର୍ମାଲ ପ୍ରୋସେସ୍ ସେଇଟା। ତା ସାଙ୍ଗରେ ଏଠି ଲାଷ୍ଟରେ ସେଥିରେ ତଡ଼କା ଲାଗିବ। ଲମ୍ବା ଲମ୍ବା କଞ୍ଚା ଲଙ୍କା, ଅଦା ଆଉ ରସୁଣକୁ କଟା ହେଇକି ସେଥିରେ ତଡ଼କା ଲାଗୁଛି। ଏଠି ପୁରୀ ଛଣା ଚାଲିଛି।